8 ବର୍ଷ ଧରି ଯୁବତୀକୁ ପ୍ରେମ କରୁଥିଲା ଗିରିଜା। ଆଉଥିଲା ଅଳ୍ପ ଦିନର ଅପେକ୍ଷା। ବାହା ଭେଦିରେ ହୋମନିଆକୁ ସାକ୍ଷୀ ରଖି ମଥାରେ ସିନ୍ଦୁର ହାତରେ ଶଙ୍ଖା ଦେଇ ନିଜ ସ୍ୱପ୍ନର ରାଣୀକୁ ଘରକୁ ନେଇଥାନ୍ତା। କିନ୍ତୁ ଏହି 8 ବର୍ଷର ପ୍ରେମ ସମ୍ପର୍କ ଭିତରେ ଏମିତି କ'ଣ ଘଟିଲା ଯାହାକୁ ନେଇ ଗିରିଜା ନିଜ ଜୀବନଠୁ ଅଧିକା ଭଲ ପାଉଥିବା ପ୍ରେମିକା ସୁନ୍ଦରୀ ଗୀତାର ଜୀବନ ନେଇଗଲା। ଆସନ୍ତୁ ଜାଣିବା ଆଜିର ଏହି କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଏ ପ୍ରେମ ଥିଲା 8 ବର୍ଷର। ଏ ପ୍ରେମ ଥିଲା ଦୁଇ ପ୍ରେମୀ ଯୁଗଳଙ୍କର। ଏ ପ୍ରେମ ଥିଲା ଦୁଇ ବନ୍ଧୁରୁ ପ୍ରେମିକ ପ୍ରେମିକା ସାଜିଥିବା ଦୁଇ ଯୁବକ ଯୁବତୀଙ୍କର। ଆଉ ଅଳ୍ପ ଦିନର ଅପେକ୍ଷା ଥିଲା। ଏ ଦୁଇ ପ୍ରେମୀ ଯୁଗଳ ବାନ୍ଧି ହେବାକୁ ଯାଉଥିଲେ ବିବାହ ବନ୍ଧନରେ। ଗୀତା ଆଉ ଗିରିଜା କଲେଜରେ ଦୁଇ ଭଲ ସାଙ୍ଗ ଥିଲେ। କିଛି ଦିନର ଘନିଷ୍ଠ ସାଙ୍ଗ ବଦଳି ଯାଇଥିଲା ପ୍ରେମ ସମ୍ପର୍କରେ। ପୁଣି କ'ଣ ଯାହା ହୁଏ, ସାଙ୍ଗରେ ରହିବା, ସାଙ୍ଗରେ ଖାଇବା, ସାଙ୍ଗରେ ବୁଲିବା, ସବୁକିଛି ସାଙ୍ଗରେ କରୁଥିଲେ। ଯେମିତି କେହି କାହା ବିନା ସବୁ ଅଧୁରା ଅଧୁରା ଲାଗୁଥିଲା। ଏମିତି ଭଲ ପାଇବା 8 ବର୍ଷ ବିତି ଯାଇଥିଲା। ଆଉ ଉଭୟ ପରିବାର ବି ଏ ଦୁଇ ଜଣଙ୍କୁ ଏକାଠି କରିବାକୁ ସହମତି ଦେଇଥିଲେ। ଆଉ ଏ ଦୁଇ ଜଣ ବି କୋର୍ଟରେ ମ୍ୟାରେଜ୍ କରିସାରିଥିଲେ। ସମସ୍ତଙ୍କ ସାମ୍ନାରେ ଆଶୀର୍ବାଦ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇ 7 ଜନ୍ମର ସାଥୀ ହେବାକୁ ପ୍ରସ୍ତୁତି କରୁଥିଲେ। ସବୁ ଠିକ୍ଠାକ୍ ଚାଲିଥିଲା ବେଳେ ଗିରିଜା ଦିନେ ଗୀତାର ମୋବାଇଲ୍ ଦେଖୁଥିଲେ, ଯେଉଁଥିରେ ସେ ନିଜ କଲେଜ ସାଙ୍ଗ ସହିତ କିଛି ଚାଟ୍ କରିଥିଲା। ଯେଉଁଥିରେ ଗୀତା ସେହି ସାଙ୍ଗ ସହିତ କିଛି ଅବୈଧ ସମ୍ପର୍କ ରଖିବା କଥା ଚାଟ୍ରେ ଲେଖିଥିଲା। ଗିରିଜା ପଛପଟେ ଗୀତା ଏମିତି କାମ କରୁଛି ଯାହାକୁ ଦେଖି ଗିରିଜା ନିଜକୁ ବିଶ୍ୱାସ କରିପାରିଲାନି। ଯାହାକୁ ସେ ଏତେ ଭଲ ପାଉଛି ସେ ତା ସହିତ ବିଶ୍ୱାସଘାତକ କରୁଛି, କେମିତି ବା ସେ ସହିଥାନ୍ତା। ସବୁଦିନ ପରି ସେଦିନ ମଧ୍ୟ ସନ୍ଧ୍ୟାରେ ଉଭୟ ଗାଡ଼ି ଧରି ବାହାରି ଯାଇଥିଲେ ବୁଲିବାକୁ। ଆଉ ସୁନସାନ୍ ସଡ଼କ ଦେଖି ଗାଡ଼ି ରଖିଥିଲା ଗିରିଜା। ଗୀତାକୁ ତଳକୁ ଓହ୍ଲାଇବାକୁ କହିଥିଲା। ଆଉ ପରିସ୍ରା ଯିବା ବାହାନାରେ ସେପଟକୁ ଆସି ଗାଡ଼ିକୁ ପଛକୁ ନେଇଥିଲା। ଆଉ ଜୋରରେ ଆସି ଗୀତା ଉପରେ ଗାଡ଼ି ଚଢ଼େଇ ଫେରାର ହୋଇଯାଇଥିଲା ଗିରିଜା। ପୋଲିସ ଯେତେବେଳେ ତଦନ୍ତ କରି ଗିରିଜାକୁ ଗିରଫ କରିଥିଲା ସେତେବେଳେ ଗିରିଜା ସବୁ ସତ ପୋଲିସ ଆଗରେ ମାନି ଯାଇଥିଲା। କେତେ ସୁନ୍ଦର ଥିଲା ଏ ପ୍ରେମ। ଗୀତାର ଏହି ଭୁଲ ପାଇଁ ନିଜର ଜୀବନ ତ ଗଲା, ଗିରିଜା ବି ଏବେ ଜେଲ୍ ଗଲା। ଯାହାକୁ ଗିରିଜା ଏତେ ଭଲ ପାଉଥିଲା ସେ ଗୀତା ଏମିତି କରିବା କ'ଣ ଠିକ୍ ଥିଲା? ନା ଗିରିଜା ଯାହା କଲା ଠିକ୍ କଲା? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।